ଜୟ ଜଗନ୍ନାଥ। ପୁଣି ଆପଣମାନଙ୍କୁ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଜି ଆମେ କଥା ହେବା, ଏବେ ରିସେଣ୍ଟ ମୁଖ୍ୟମନ୍ତ୍ରୀ ଆମର ମୋହନ ମାଝୀ ଗୋଟେ ବଡ଼ ଘୋଷଣା କରିଛନ୍ତି। ଯେଉଁ ଘୋଷଣାରେ ସେ କହିଛନ୍ତି କି ଆମର ଯେଉଁମାନେ ଥିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ତାଙ୍କମାନଙ୍କ ପାଇଁ ଗୋଟେ ଖୁସି ଖବର। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କେଉଁମାନେ, ଯେପରିକି ଆମର MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଏମାନଙ୍କ ପାଇଁ ହେଉଛି ଏଇ ଖବରଟା ହେଉଛି ଖୁସି। କ'ଣ ଖୁସି ଖବର? ବ୍ୟାଙ୍କ ମିତ୍ର, MBK ଏବଂ ଆମର CRP ଏମାନଙ୍କର କିଛି ଦିନ ହେଲା ସେମାନେ ଦାବି କରିଥିଲେ ଯେ ଆମର ବକେୟା ଦରମା ଦିଆଯାଉ। ବକେୟା ଦରମାଟା ସରକାର ତା ଉପରେ କିଛି ନିଷ୍ପତ୍ତି ନେଇନଥିଲେ। ସେ ବକେୟା ଦରମା ଉପରେ ଆଜି ଗୋଟେ ଖୁସି ଖବର। ପାଖାପାଖି ଏକକାଳୀନ ସେମାନେ 10 ମାସର ବକେୟା ଦରମା ପାଇବେ। ଏକକାଳୀନ 10 ମାସର ବକେୟା ଦରମା ସେମାନେ ପାଇବେ। ଯେଉଁ ବକେୟା ଦରମାଟା ସେମାନେ ପାଇବେ ସେଟା ଗତ ବର୍ଷ ଏପ୍ରିଲ ମାସ ଠାରୁ ଏପର୍ଯ୍ୟନ୍ତ, ମାନେ ଏଇଟା ଆମର ଫେବୃଆରୀଟା ଚାଲିଛି, ଗତ ବର୍ଷ ଏପ୍ରିଲ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଫେବୃଆରୀ ମାସ ପର୍ଯ୍ୟନ୍ତ 10 ମାସର ସେମାନେ ଦରମା ପାଇବେ। ଗତ ବର୍ଷ ଏପ୍ରିଲ ମାସ ଠାରୁ ଆଜିର ମାନେ ଆମର ଏଇ ବର୍ଷର ଫେବୃଆରୀ ମାସ ପର୍ଯ୍ୟନ୍ତ ଯେଉଁ ବକେୟା ଥିଲା ସେମାନେ ଦାବି କରିଥିଲେ ଯେ ଆମକୁ 10 ମାସର ବକେୟା ରାଶି ଦିଆଯାଉ। ସେମାନଙ୍କୁ ଦିଆହେବ ବୋଲି ମାଆମାନଙ୍କୁ ସବୁ ଯେଉଁ CRP, MBK ଆମର ଯେଉଁ ଥିଲେ ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ସେମାନଙ୍କୁ ଦିଆଯିବ ବୋଲି ଏଇଟା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କ ପାଇଁ ଖୁସି ଖବର। ଏବଂ ଆଉ ମଧ୍ୟ ଗୋଟେ ଗାଇଡ଼ଲାଇନ୍ ଆସିଛି, ଯେହେତୁ ଏଇଟା ଆମର ସରକାର ଚେଞ୍ଜ ହେଇଛନ୍ତି। BJD ସମୟରେ ସେମାନେ ପାଇଥିଲେ MBK, CRP, ଏଇଟା ଯେହେତୁ ସରକାର ଚେଞ୍ଜ ହେଇଛି BJP, ଆଉ ଥରେ ବୋଧେ ଏଇଟା ଆଉ ନୂଆ ପୋଷ୍ଟିଂ ବୋଧେ ସେମାନେ ଦେବେ, ତାର ବିଜ୍ଞପ୍ତି ଜାରି ହେବ, ଆସିବ ଆଗକୁ। ତାର ମଧ୍ୟ ନୂଆ ଗାଇଡ଼ଲାଇନ୍ ଆସିଛି, ଯେଉଁମାନେ ନୂଆ ବି ପୋଷ୍ଟିଂ ହେଇପାରନ୍ତି। ଆଜି ପାଇଁ ତ ଏତିକି ଭିଡ଼ିଓ ଥିଲା। ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।